ବିଜୁ ବାବୁଙ୍କୁ ଦେଖିଥିବା ପାଖରୁ ବିଜୁ ବାବୁଙ୍କ ସାଙ୍ଗରେ କାମ କରିଥିବା ଲୋକମାନଙ୍କର ସଂଖ୍ୟା ଓଡ଼ିଶାରେ ପ୍ରାୟ ହ୍ରାସ ପାଇ ଗଲାଣି। ଅଳ୍ପ କେଇଜଣ ଲୋକ ବଞ୍ଚିଛନ୍ତି, ତା ଭିତରେ ପ୍ରଫୁଲ୍ଲ ଘଡ଼େଇ ବୋଧେ ଅନ୍ୟତମ। ମହାନ ବ୍ୟକ୍ତିତ୍ୱ ବିଜୁ ବାବୁ। ଜନତା ଦଳ ଗଠନ କଲେ, ଖୋଜା ପଡ଼ିଲା କାହାକୁ ସବୁ ଡକାଯିବ। ରାଉତରାୟ ଥିଲେ, ପ୍ରଫୁଲ୍ଲ ଖାଲି ଅନ୍ୟ କାର୍ଯ୍ୟରେ ଅଛନ୍ତି, ଡାକ ତାଙ୍କୁ। ମତେ ଡାକିବାକୁ କିଛି ନେତା ଯାଇଥିଲେ, ନା ଏଠି ଧରିବା ସବୁ ଉଚିତ ନୁହେଁ। ବିଜୁବାବୁ ଡାକୁଛନ୍ତି, ଚାଲ। ମୁଁ କହିଥିଲି, ଯାହାଙ୍କୁ ଏତେ ଗାଳି ଦେଇଛୁ, ଛାତ୍ର ଆନ୍ଦୋଳନ ବେଳେ ସଭା ସମିତି କଲେ ଟେକା ପକେଇଛୁ, କଳା ପତାକା ଦେଖେଇଛୁ, କେତେ କଣ କରିଛୁ ତାଙ୍କ ବିରୁଦ୍ଧରେ, ବିଷୋଦ୍ଗାର କରିଛୁ, ଆମେ ତାଙ୍କ ପାଖକୁ ଯିବାକୁ ଉଚିତ ମନେ କରୁନାହିଁ। ଗଲାବେଳେ ମୁଁ ଭାବୁଥିଲି କିଛି କହିବେ, ମତେ ଇଙ୍ଗିତ କରିବେ କି ମନ୍ତବ୍ୟ ଦେବେ। କହିଥିଲେ ପ୍ରଫୁଲ୍ଲ ବାବୁ, ଫରଗେଟ୍ ଦି ପାଷ୍ଟ, ଜଏନ୍ ୱିଥ୍ ଅସ୍। ଲୋକଙ୍କ ଭିତରେ ବଞ୍ଚିବା, ଲୋକଙ୍କ ସମସ୍ୟା ଶୁଣିବା, ତାକୁ ସମାଧାନ କରିବା, ଆଇନ ପ୍ରଣୟନ କରିବା। ଲୋକ ହସିଲେ ଦେଶ ହସିବ, ଲୋକ ଜାଗିଲେ ଦେଶ ଜାଗିବ, ଲୋକର ମୁଣ୍ଡ ପିଛା ଆୟ ବଢିଲେ ଦେଶର ମୁଣ୍ଡ ପିଛା ଆୟ ବଢିବ, ଲୋକ ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହବ। ଏ ଚିନ୍ତା ଥିଲା ଚମତ୍କାର ମହାନ ନେତାଙ୍କ ଆଗରେ। ଆନ୍ଦୋଳନ ଆମେ କରୁଥାଉ, ସବୁ ବନମାଳୀ ପଟ୍ଟନାୟକ ସମସ୍ତ ବେମାର, ସବୁ ମାଡ଼ ଖାଇ ପଡ଼ିଲେ କାଉନସିଲର ଲେଖା କ୍ୟାପିଟାଲ ହସ୍ପିଟାଲରେ ଦେଖିବା ପାଇଁ ଗଲେ। ଓହ୍ଲେଇଲେ ମାଡ଼ ହଉଥାଏ ବିଜୁ ପଟ୍ଟନାୟକ। ଆମେ ଦେଖୁଥା ଦୂରରୁ, ଏପାଖରୁ ସେପାଖରୁ ସେମିତି ଇଆଡେ ନଉଥାଏ, ସିଆଡେ ନଉଥାଏ। କଳା ପତାକା ଦେଖେଇଲେ ତାକୁ ଉଠେଇ ନଉଥାନ୍ତି, ରକ୍ତ ବାହାରି ଯାଉଥାଏ। ବିବ୍ରତ ହେଉନଥାନ୍ତି ସେ ବ୍ୟକ୍ତିତ୍ୱ, ବ୍ୟସ୍ତତା ବି ପରିଲକ୍ଷିତ ହେଉନଥାଏ ମୁହଁରେ ତାଙ୍କର। ଭିତରକୁ ଯିବି, ମୋ ସାଥୀମାନେ ରକ୍ତାକ୍ତ ହୋଇ ଭିତରେ ଚିକିତ୍ସିତ ଦେଖିବି ତାଙ୍କୁ। ଉପସ୍ଥିତ ସଜ୍ଜନ ମଣ୍ଡଳୀ, ଆମେ ସମସ୍ତେ ଏ ଜୟଦେବ ଭବନରେ ଏକତ୍ରିତ ହେଇଛନ୍ତି। ସେ ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 109ତମ ଜନ୍ମ ଜୟନ୍ତୀ ସମାବେଶକୁ ସଫଳ କରିବା ପାଇଁ ମୁଁ ଧନ୍ୟବାଦ ଦେବି ରାଜ୍ୟ ସରକାରଙ୍କୁ, ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ, ସୂଚନା ବିଭାଗକୁ, ଲୋକ ସୂଚନା ବିଭାଗକୁ। ପ୍ରତିବର୍ଷ ପରି ଏବର୍ଷ ବି ରାଜ୍ୟ ସ୍ତରୀୟ ଉତ୍ସବ, ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି। ଆମ ସଭାକୁ ସଫଳ କରିବା ପାଇଁ, ସମାବେଶକୁ ସାର୍ଥକ କରିବା ପାଇଁ ଯଥାର୍ଥରେ ଉପସ୍ଥିତ ଅଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ, ଚଳଚଞ୍ଚଳ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ। ଆମ ଗହଣରେ ମଞ୍ଚରେ ମଧ୍ୟ ଅଛନ୍ତି ମୋର ପରମ ବନ୍ଧୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଆମ ସମସ୍ତଙ୍କ ପ୍ରିୟ ସାନ ଭଉଣୀ ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଶାନ୍ତି ପରିଡ଼ା ମହୋଦୟ। ପ୍ରଥମେ ଆହ୍ୱାନ କରିଛନ୍ତି ଆମ ସମସ୍ତଙ୍କୁ ସଞ୍ଜୟ କୁମାର ସିଂ ମଧ୍ୟ ଅଛନ୍ତି ଆମ ଭିତରେ, ଆମର ବିଧାୟକ ବାବୁ ସିଂ ଅଛନ୍ତି। ପ୍ରତିବର୍ଷ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥାଏ, ଏବର୍ଷ ବି କରାଯାଉଛି। ଅନେକ ବ୍ୟକ୍ତିଙ୍କ ନାମ ରହିଛି ତାଲିକାରେ, ଦେଖୁଥିଲି ଆସିବେ ବୋଲି। ଆହୁରି ସଭା ଉଜ୍ଜୀବିତ ହେଇଥାନ୍ତା, ଜୀବନ୍ତ ହେଇଥାନ୍ତା। ଦେଖୁଛି ଅନେକ ଆସିନାହାନ୍ତି। ମୁଁ ଏଠି ଛିଡ଼ା ହେଲା ପର୍ଯ୍ୟନ୍ତ ପ୍ରଶ୍ନବାଚୀ। ମୁଁ ନିଜକୁ ପଚାରୁଛି ନିଜକୁ, ମତେ କାହିଁକି ଡାକିଛନ୍ତି ଏଠିକି? ଏ ସବୁ ତ ଲୋକପ୍ରତିନିଧିମାନଙ୍କ ନାଁ ଏଥିରେ, ମତେ କାହିଁକି ଡାକିଛନ୍ତି ଏପର୍ଯ୍ୟନ୍ତ ମନକୁ ମନ ପଚାରୁଛି ମୁଁ। ବୋଧହୁଏ ବିଜୁବାବୁଙ୍କୁ ଦେଖିଥିବା ପାଖରୁ ବିଜୁବାବୁଙ୍କ ସାଙ୍ଗରେ କାମ କରିଥିବା ଲୋକମାନଙ୍କର ସଂଖ୍ୟା ଓଡ଼ିଶାରେ ପ୍ରାୟ ହ୍ରାସ ପାଇ ଗଲାଣି। ଅଳ୍ପ କେଇଜଣ ଲୋକ ବଞ୍ଚିଛନ୍ତି, ତା ଭିତରେ ପ୍ରଫୁଲ୍ଲ ଘଡ଼େଇ ବୋଧେ ଅନ୍ୟତମ। ପାଖରୁ ତାକୁ ଆମେ କେମିତି ଦେଖିଛୁ, ପାଖରୁ କେମିତି କାମ କରିଛୁ, ସେ ମହାନ ବ୍ୟକ୍ତିତ୍ୱର
स्पंदन केते आम उपभोग करिछु ए संपर्क रे किछि कहिबा पई मते डाकिछंती। हे बंधुगण, जो आमे जन्म जयंती पालन करूछंती एक पूज्य पूजार महोत्सव, पूज्य पूजार ये आसर, प्रतिभा पूजार ये आसर। जो व्यक्ति माने, जो महान व्यक्ति माने देश पाई, समाज पाई, जाति पाई किछि अवदान देई जाइछंती, त्यागर पराकाष्ठा प्रतिपादन करिछंती, तांको मनरे पकेइबा, टिके स्मरण करिबा, सम्मान करिबा गोटे जातिर धर्म। केवल बिजु बाबू नुहंती, जते महापुरुष अछंती ओडिसा आमर, पूर्वतन मुख्यमंत्री हुंतु, बड़ साहित्यिक हुंतु, कलाकार हुंतु, स्वतंत्र संग्रामी हुंतु, विभिन्न समय मध्य समानकु विभिन्न भाव सम्मान करा जाउची, सम्मान करा जिबा उचित। ये आमर ऐतिह्य, ये आमर संस्कृति, ये आमर अस्मिता। आम जाति महान, आम राज्य आम पाई बड़, आम भाषा आम पाई बड़। ए महनीयता को सब रक्षा करिबा पाई चेष्टा करिबा हम प्रत्येक ओडियार कर्तव्य। परंपरा रक्षा करी आज ये जन्म उत्सव बिजु बाबूंकर जयंती समारोह आयोजन करा जाइछि। मु एतिक आपन कहे पाखरु देखिबा